ସେ ମୋ ସାଙ୍ଗ +2 ରେ ଗୋଟେ କୋଚିଂରେ ପଢ଼ିଥିଲୁ। ଯେହେତୁ ମୁଁ ଏଇଠୁ ହଷ୍ଟେଲରେ ରହୁଛି, ତାଙ୍କ ଘର ସାର୍ ଜଗତସିଂହପୁର, ଏଇ ଲୋକାଲ ପିଲା ଅଳସୁଧା। ତାପରେ ସିଏ ଓମ୍ ପ୍ରକାଶ ଆଚାର୍ଯ୍ୟ ତାଙ୍କ ନାଁ। ତାପରେ ସିଏ ମୋତେ କାଲି ରାତି, ସେ ମୋ କଲେଜ ଫ୍ରେଣ୍ଡ କିନ୍ତୁ ଅନର୍ସ ଅଲଗା। ସେ ରାତି 11ଟାରେ ଫୋନ୍ କଲା ଆଉ କହିଲା ଯେ ମୁଁ ଗୋଟେ ଅର୍ଜେଣ୍ଟ ଅଛି, ରାତି 11ଟା ହେଇଯିବ, ମୋ ନାନୀ ଘର କଟକ। ତାପରେ କହିଲା ମୁଁ ହେଲମେଟ୍ ଫେଲମେଟ୍ କିଛି ଆଣିନି, ମୁଁ ଏତେ ବାଟ ଯାଇପାରିବିନି, ଆଉ ମୁଁ ତୋ ରୁମ୍ରେ ଟିକେ ଶୋଇବି। ମୁଁ କହିଲି ଯଦି ମୋ ରୁମ୍ ଚାବି ଇଏ ଥିବ ଯେହେତୁ ହଷ୍ଟେଲ, ମୁଁ ଯାଇ ଚାବି ଦେଖିଲି। ତାପରେ ସେ ସାଙ୍ଗେ ସାଙ୍ଗେ ମୋ ରୁମ୍ ତଳେ ଆସି ପହଞ୍ଚିଲା, ଆଉ ଚାବି ବି ଥିଲା। ମୁଁ କହିଲି ଆଉ ଆସ ପଳେଇ ଆସେ। ଆଉ ତାକୁ ମୁଁ ଆଇଲା ବେଳକୁ ସିଟ୍ରେ ପଚାରିଥିଲି ଆଉ ତୋର କ'ଣ ହେଇଛି, ଆଉ ତୁ ଏତେ ରାତିରେ କ'ଣ ଏଇଠି କ'ଣ ହେଉଛୁ? ତାପରେ ସେ କହିଲା ଯେ ମୋ ବାବାଙ୍କ ଟିକେ ଝଗଡ଼ା ହେଇଛି, ସେ ଝଗଡ଼ା କରୁଥିଲେ, ମୁଁ ଶୋଇଥିଲି ଆଉ ଭାଷା ଭାଷା କହିଦେଇଛି ଫାର୍ଷ୍ଟ ଟାଇମ୍ ପାଇଁ, ଆଉ ଭଲ ଲାଗୁନି, ଘର ଛାଡ଼ିଦେବି। ମୁଁ କହିଲି ବାପା ମା ତ ଏମିତି କହନ୍ତି, ତୁ ଏମିତି କାଇଁ ହେଉଛୁ? ତାପରେ ସିଏ ବି ସେ କହିଲା ଆଉ ନାଇଁ କେମିତି କିଛି ନାହିଁ, ଛାଡ଼େ, ଆଉ ମୁଁ ସକାଳୁ ସକାଳୁ ପଳେଇବି ଆଉ। ତାପରେ ଆସିଲା, ତାପରେ ଆସିକି ମୁଁ ତାକୁ ପଚାରିଲି କ'ଣ ହେଇଛି ତୁ ସତ କଥା। ତାପରେ ମୋ ରୁମ୍ ଆଉ ଜଣେ ସାଇଡ଼୍ ରୁମ୍ ରୁମ୍ମେଟ୍ ସେ ଉଠିଲା, ଯେହେତୁ ରାତି 11ଟା ହେଲେ ସେ ଉଠିଲା, ମୋ ରୁମ୍କୁ ଆସିଲା, ତାକୁ ପଚାରିଲା ତୁ ଘର ଲୋକଙ୍କୁ କହିଦେ ଆଉ ଜଣେଇଦେ ତୁ ଏଇଠି ଅଛୁ ବୋଲି, ସେଫ୍ଟିରେ ଅଛୁ। ତାପରେ ସେ ତା ଦାଦା କି କାକା କିଏ ହେବ ମୁଁ ଜାଣିନି, ସେ ତାଙ୍କୁ ଫୋନ୍ କଲା, 2 ଜଣଙ୍କୁ ଫୋନ୍ କଲେ। ତାପରେ ସେ କହିଲା ମୁଁ ଏଇଠି ଅଛି, ଆଉ ନର୍ମାଲି ଯାହା କହିବା କଥା କହିଲା। ତାପରେ ସେ କାକା କହିଲା ମୁଁ ଯିବି ତ ନେଇ ଆସିବି, ତୁ ପଳେଇ ଆସ। ସେ କହିଲା ନାଇଁ ମୁଁ ସକାଳୁ ଉଠି ପଳେଇବି 6ଟା ବେଳକୁ। ତାପରେ ମୁଁ ତାକୁ ସେମିତି ସଇଲା। ତାପରେ ଗାମୁଛା ଦେଲି, ଗାମୁଛା ଦେଲା ପରେ ତ ପିନ୍ଧିଲା, ଶୋଇଲା, କିଛି ନାହିଁ। ମୁଁ କହିଲି ଯାହା ଅସୁବିଧା ହେବ, ମୁଁ ଯେହେତୁ ମୁଁ ଗୋଟିକା ରୁମ୍, ମୋର ଗୋଟିକା ରୁମ୍, ତାପରେ ମୁଁ ଗୋଟେ ବେଡ଼୍। ତାପରେ ସେ କହିଲା ଆଉ ମୁଁ ଶୋଇପଡ଼, ମୁଁ ସାଇଡ଼୍ ରୁମ୍ରେ ଶୋଇବି, ଆଉ ମୁଁ ଶୋଇଛି, ତୁ ତୋର ଯାହା ଅସୁବିଧା ହେବ ମୋତେ କହିବୁ। ତାପରେ 11ଟା 45 କି ହେଇଯିବ, ମୁଁ ତା ରୁମ୍ ସାଙ୍ଗ ରୁମ୍କୁ ସାଇଡ଼୍କୁ ପଳେଇଲି। ସେ ମୋ ବେଡ଼୍ରେ ଶୋଇଲା, ସବୁ ଠିକ୍ଠାକ୍ ଥିଲା। ମୁଁ କହିଲି ଯଦି ଏକ ବେକ ଲାଗିବ ଛାତ ଉପରୁ ପଳେଇବୁ, କରିଦେବୁ, କିଛି ପ୍ରୋବ୍ଲେମ୍ ନାହିଁ, ଆଉ ଯଦି ଯାହା ଅସୁବିଧା ହେବ ମୋତେ ଏଇ ହିସାବରେ ଫୋନ୍ କରିବୁ। ହଁ ସେ ସିଗାରେଟ୍ ଟାଣିଦେଲା। ମୁଁ ଜାଣିନି ଯଦି ସେ ଟାଣିଥିବ, ଡିପ୍ରେସନ୍ ହେଇକି ଯଦି ହେଇଥିବ, ଡିପ୍ରେସନ୍ରେ ଯଦି ଥିବ, ମେ ବି ଯଦି ଟାଣିଥିବ, ଟାଣିଯିବ ମୋତେ ଲାଗୁଛି। ସେ ଆଣିକି ଆସିଥିଲା ତାଙ୍କ ଗାଁକୁ। ମୁଁ ତାଙ୍କୁ ଗାର୍ଲଫ୍ରେଣ୍ଡ ସାର୍, ମୁଁ ସାର୍ ସାଙ୍ଗ ଏତେ ମୋତେ ସେ କହିନି ଗାର୍ଲଫ୍ରେଣ୍ଡ ସାର୍ ନାହିଁ, ସେ ନର୍ମାଲ୍ ଭଲ ପିଲାଟା ୟାର, ଭଲ ପିଲା, ବହୁତ ଭଲ ପଢ଼େ। ଆମ କୋଚିଂ +2 କୋଚିଂ ବି ସେମ୍ ଥିଲା, ଆର୍ଟ୍ସ ଏକାଡେମୀରେ, ବହୁତ ଭଲ ପିଲା। ମୋତେ ଲାଗୁଛି ଘରେ ଡିପ୍ରେସ୍ ଥିବ ବୋଧେ। ମୁଁ ତ ପଚାରିଲି ଘରେ, ସେ କହିଲା ଯେ ମୁଁ ଫାର୍ଷ୍ଟ ଟାଇମ୍ ଭାଷା ଭାଷା କହିଦେଇଛି, ଏମିତି ଡିପ୍ରେସ୍। ତାପରେ ରାତି 11ଟା ପରେ ବି କଥା ହେଉଥିଲା ତାଙ୍କ ଦାଦା ବି ଆତ୍ମହତ୍ୟା। ସେ ଜଣା ପୁରା ପିଓରଲି, ମୁଁ ସକାଳ 5:30 ଉଠିକି ଆଇଲି, ସେ ଆଉ ରୁମ୍ରେ ନଥିଲା, ଏମିତି କରିଦେଇଛି ଆଉ। ମୁଁ ଦେଖିଲି। ତାପରେ ସାଙ୍ଗେ ସାଙ୍ଗେ ତା ସାଙ୍ଗ ପିଲାଙ୍କୁ, ତାଙ୍କ ରୁମ୍ ସାଇଡ଼୍ରେ ତାର ଭାଇ ବଡ଼ ବାପା ପୁଅ ହେବ ବୋଧେ, ମେ ବି ଲିକୁନ ବୋଲି ପିଲାଟା, ତାକୁ ମୁଁ ସାଙ୍ଗେ ସାଙ୍ଗେ କଣ୍ଟାକ୍ଟ କରିଲି। ସେ ବି ମୋତେ ରାତିରେ ବି ଫୋନ୍ କରିଥିଲା, କହିଲେ ଯଦି ଲିକୁନର କଲ୍ ଆସୁଥିବ ତୁ ଉଠେଇବୁନି। ମୁଁ କହିଲି ମୁଁ ଉଠେଇଦେବି, ମୁଁ କହିଲି ସେ ଯଦି କଲ୍ କରିବ ମୁଁ ଉଠେଇଦେବି। ସେ ବି ମୋତେ ରାତିରେ କଲ୍ କରିନି। ସେ ଯଦି ବି ଗୋଟେ ସାଙ୍ଗ, ସେ ଭାବିଥାନ୍ତା ବି ସାଙ୍ଗ ରୁମ୍ଟେ, ତୁ ସାଙ୍ଗ ଏଇଠି ଆମେ ହଷ୍ଟେଲରେ ସେ ରହୁଛୁ, ସେ ବି ଗୋଟେ ଭାବିଥାନ୍ତା ମ୍ୟାଚୁରିଟି, ସେ ବଡ଼ ପିଲା ହେଇଗଲେ, ତାର ମ୍ୟାଚୁରିଟି ଥିବା ଦରକାର ଯେ ଆମେ ବି ଏଇଠି ହଷ୍ଟେଲରେ ବାପା ମାଆଙ୍କୁ ଛାଡ଼ିକି ଅଛୁ, ଆମର ବି ଏଇଠି ଗୋଟିକା ରୁମ୍ରେ ରହୁଛୁ, ସେ ଭାବିବା ଦରକାର। +2 ସେକେଣ୍ଡ ଇୟର୍, 4 ବର୍ଷ ହେବ ଆଉ। ମାନେ ନର୍ମାଲି ସେ ନା ଆଗରୁ ସିଏ ତ ଲୋକାଲ୍ ପିଲା, ଆମେ ହଷ୍ଟେଲ ପିଲା, ତ ଆମ କଲେଜରେ ଯାହା ଆସି ଦେଖା ସାଙ୍ଗସାଥି, ବଢ଼ିଆ ପିଲା। ମୁଁ ପିଲା ହିସାବରେ ସେ ବହୁତ ଭଲ, +2 ସାଙ୍ଗ, ଯାହା ହେଲ୍ପ ମାଗିଲେ ବି ଯାହା କଥାବାର୍ତ୍ତା କରେ, ଭଲ ଠିକ୍। अधिक खबर पाई आम चैनल को लाइक शेयर और सब्सक्राइब करंतु।